ତେବେ ଅଗଷ୍ଟ ମାସ 5 ତାରିଖ ବୁଧବାର ଅର୍ଥାତ୍ ଆଜିକାର ପାଣିପାଗ ଅପଡେଟ୍ ସୂଚନା ଆସିଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର କେଉଁ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ କେଉଁ କେଉଁ ସବୁ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ହେବ, କେଉଁ ସବୁ ଜିଲ୍ଲାଗୁଡ଼ିକରେ ପବନ ବହିବ, ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ ଆଜି ପାଗ ଶୁଖିଲା ରହିବ ନା ବର୍ଷା ହେବାର ସମ୍ଭାବନା ରହିଛି, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ୱେଦର ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ଗୋଟିଏ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ପାଖରେ ଥିବା ଅଲ୍ ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଗୋଟିଏ ଜିଲ୍ଲା ହେଉଛି ମୟୂରଭଞ୍ଜ। ଆଉ 13ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଉ ନୂଆପଡ଼ା। ଆଉ ମଧ୍ୟମ ବର୍ଷା ବିଜୁଳି ଘଡ଼ଘଡ଼ି ହେବାକୁ ଥିବା 16ଟି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ।